ଏ ହେଉଛନ୍ତି ରଘୁଆ ଶିକାରୀ। ଜଙ୍ଗଲର ପଶୁ ଆଉ ପକ୍ଷୀଙ୍କୁ ମାରି ନିଜର ପେଟ ଆଉ ପରିବାର ପୋଷନ୍ତି। ପରିବାର କହିଲେ ଗୋଟିଏ ପୁଅ ଆଉ ତାଙ୍କ ସ୍ତ୍ରୀ। ସବୁଦିନ ଭଳି ରଘୁଆ ଆଜି ବି ଜଙ୍ଗଲରୁ ଗୋଟିଏ ହରିଣ ମାରି ଘରକୁ ଫେରେ। ଜାଇଁଲ ମାଳ, ଏ ହରିଣକୁ ଆଜି ଆମେ ବିକ୍ରି କରିବା ନାହିଁ। ଏ ହରିଣକୁ ଆଜି ତା ମାଂସ ତରକାରୀ କରି ଖାଇବା। ଭାରି ସ୍ୱାଦିଷ୍ଟ ମାଂସ। ହଉ ହେଲା, ମୁଁ ରୋଷେଇ କରିଦଉଛି। ଆଜି ପରିବାରଟା ଏକା ସାଙ୍ଗେ ବସିକି ଖାଇବା। ଜଙ୍ଗଲୀ ପଶୁଜନ୍ତୁକୁ ମାରି ରଘୁଆର ପରିବାର ବେଶ ହସ ଖୁସିରେ ବର୍ଷ କଟି ଯାଇଥାଏ। ଏମିତି କିଛି ବର୍ଷ ବିତିଗଲା। ଦିନେ ରଘୁଆ ଶିକାରୀ ବୈଶାଖ ମାସ ଖରାରେ କିଛି ଶିକାର ଆଶାରେ ଜଙ୍ଗଲ ଭିତରକୁ ଚାଲି ଯାଇଥାଏ। ଜଙ୍ଗଲ ସାରା ବୁଲି ଆସିଲାଣି, ହେଲେ କେଉଁଠି ବି ଗୋଟିଏ ଶିକାର ହାତକୁ ଲାଗିଲା ନାହିଁ। ଅଧିକ ଖରା ହେବାରୁ ରଘୁଆ ତଣ୍ଟି ଶୁଖିଗଲା। ପାଣି ପିଇବା ପାଇଁ ଜଙ୍ଗଲ ସାରା ଖୋଜି ବୁଲିଲା। ଶେଷରେ ରଘୁଆ ଗୋଟିଏ ଝରଣା କୂଳେ ପହଞ୍ଚି ଯାଇଥିଲା। ଆରେ ବାଃ, କି କାଚ କେନ୍ଦୁ ଭଳି ପାଣି! ଆକୁ ପିଇଲେ ମନ ପେଟ ଏକା ସାଥିରେ ଶାନ୍ତି ହେଇଯିବ। ରଘୁଆ ପାଣି ପିଇବା ପାଇଁ ଯେତେବେଳେ ପାଣି ପାଖକୁ ଗଲା, ସେଇ କୂଳରେ ଗୋଟେ କଇଁଛଟିଏ ପାଣି ଭିତରୁ ବାହାରକୁ ଆସି ବୁଲାବୁଲି କରୁଥିଲା। ରଘୁଆ ଦେଖି ତାକୁ କହିଲା, ଆରେ ବାଃ, ଜଙ୍ଗଲ ସାରା ବୁଲି ଆସିଲି, କୋଉଠୁ ଗୋଟେ ବି ମିଳିଲେନି। ଏ କଇଁଛଟାକୁ ଗୁଳି କରି ମାରିଦେଲେ ମୋର ରାତି ଖାଇବାଟା ହେଇଯିବ ଆଜି। ଏତିକି କହି ରଘୁଆ କଇଁଛ ପିଠିକୁ ଗୋଟିଏ ଗୁଳି ମାରିଲା। ସେଇ ଗୁଳିରେ କଇଁଛଟି ମଲାନି। ରଘୁଆର ଗୁଳି ଶବ୍ଦରେ ସାରା ଜଙ୍ଗଲଟା ପ୍ରତିଧ୍ୱନିତ ହେଇଯାଏ। ବନ୍ଧୁକର ଗୁଳି ଶବ୍ଦ ଶୁଣି ତା ବାସ୍ନାରେ ଗୋଟିଏ ବାଘ ଶୁଙ୍ଘି ଶୁଙ୍ଘି ସେଇ ଝରଣା କୂଳକୁ ଆସି ପହଞ୍ଚିଗଲା। ସେଇ ଝରଣା କୂଳେ ରଘୁଆ ଆଉ ବାଘ ଏକା ସାଥିରେ ମୁହାଁମୁହିଁ ହେଇଗଲେ। ବାଘଟି ରଘୁଆକୁ ଦେଖିଦେଲା ପରେ ତାକୁ ଚିହ୍ନି ପାରିଲା। ବାଘଟି ରଘୁଆକୁ କୁହେ, ରଘୁଆ ଶିକାରୀ, ମୋତେ ଚିହ୍ନି ପାରୁଛୁ ନା? ମୁଁ ସେଇ ବାଘ, ଯେଉଁ ବାଘକୁ ତୁ ଗୁଳି କରି ଦରମରା କରିଦେଇଥିଲୁ ଆଉ ତା ହରିଣୀକୁ ତାଠୁ ଛଡ଼େଇ ନେଇଥିଲୁ। ତାପରେ ରଘୁଆ କୁହେ, ବାଘ, ମୋତେ ତୁ ଟିକେ ଛାଡ଼ିଦେ। ଏ ଝରଣା କୂଳୁ ପାଣି ଟିକେ ପିଇ ମୋ ଶୋଷକୁ ମେଣ୍ଟେଇ ଦିଏ। ତାପରେ ତୁ ପ୍ରତିଶୋଧ ନେବୁ ତୋର, ଆଉ ମୋତେ ମାରିଦେବୁ। ବାଘଟି ପ୍ରତିଶୋଧ ନିଆଁରେ ଜଳୁଥିଲା, ଆଉ ରଘୁଆକୁ ଦେଖିଲା ପରେ ତାକୁ ମାରି ତା ମାଂସ ଖାଇଗଲା। ବାଘଟି ରଘୁଆକୁ ମାରି ତା କଞ୍ଚା ମାଂସକୁ ଖାଇଗଲା। ରଘୁଆକୁ ବାଘ ଖାଇଯିବାରୁ ରଘୁଆର ଆତ୍ମା ଗୋଟେ ବାଘୁଆର ପ୍ରେତ ଆତ୍ମା ହୋଇ ଜଙ୍ଗଲ ସାରା ଘୁରି ବୁଲିଲା। ହଁ ଭାଇ ଭଉଣୀ, ଏଠି ରଘୁଆ ବାଘୁଆ ପ୍ରେତ ଆତ୍ମା ହେଇଗଲା, ଆଉ ଜଙ୍ଗଲକୁ ଆସୁଥିବା ମଣିଷମାନଙ୍କୁ ବହୁତ ହଇରାଣ କରେ। ଆଉ କେମିତି ହଇରାଣ କରେ, ଏହାର ତୃତୀୟ ଭାଗ ଦେଖିବାକୁ ପାଇବେ। ଖୁବ୍ ଶୀଘ୍ର ଆସୁଅଛି।